श्री श्री ठाकुर महाराज जन्मोत्सव संध्या अधिवेशन श्री श्री ठाकुर महाराज उपदेश मानी शतक उपदेश मु किछि कहे नाही बोली तुम्हें माने मने कर नहीं जे तुम मानकर आचार व्यवहार मो निकट में तो जड़े प्रकृति सतरे निज को भसाई देउछि आभास इंगित मुझे सतर्क कर किंतु जेते बेले मो सतर्क बाणी को तुम्हें माने कर्णपात न करी स्वाधीन भाव चल से प्रकृति आड़ निदारुण आघात आसे से आघात तुम मानकर विशेष भाव शिक्षा हुए सद्गुरुंकर आभास इंगित जो मैंने सावधान हो चलती से प्रकृतिर सेपरी रोष पड़े नहीं माने मनुष्यत्व अर्जन करने मो निकट सिद्ध हो आसना सुतरां दोष त्रुटि निश्चय देखा जड़े अन्य जनकर दोष देखी रागी जाओ नहीं समस्त संस्कार समान नुहे परस्पर परस्पर को अपना अपना अभिज्ञता द्वारा साहाय्य कर निजर दोष गुड़िक निज भितर गोपन कर रखा साधुत्व नुहे परस्पर भितर आलोचना चर्चा कर चरित्र संशोधन हो भल हेबार तीव्र इच्छा थी मनुष्य बहु नीचू उच्च उठी पारे साधक मानकर जीवन परस्पर अभिज्ञता परस्पर खूब साहाय्य करे साधन बदल में कहार केते दूर अधिकार ताहा मते अजଣା नहीं
ତୁମମାନଙ୍କୁ ଦେଇଛି, ତୁମମାନଙ୍କ ଭିତରୁ ଅନେକ ତାହା କରନ୍ତି ନାହିଁ, ଅଥଚ ମୁହଁରେ ସାଧନ ଭଜନର ବଡ଼ ବଡ଼ କଥା କହନ୍ତି। ଧର ମୁଁ ନିୟମ କରିଦେଇଛି ଯେ ମଠ ଆଶ୍ରମରେ ପ୍ରତ୍ୟେକଙ୍କୁ ସକାଳ ସନ୍ଧ୍ୟାରେ ସ୍ତୋତ୍ର ବନ୍ଦନା କୀର୍ତ୍ତନରେ ଯୋଗଦାନ କରିବାକୁ ହେବ, ଅନେକ ତାହା କରନ୍ତି ନାହିଁ। ଏତକ ଲକରେ ଶକ୍ତିର ସ୍ଫୁରଣ ହେବ ବା କିପରି? ଗୁରୁ ନିର୍ଦ୍ଦିଷ୍ଟ ପନ୍ଥାରେ ନ ଚଳି ସ୍ୱେଚ୍ଛାଚାରିତାର କେହି କୌଣସି ଦିନ ସତ୍ୟ ଲାଭ କରିଛନ୍ତି କି? ସହଜ ସରଳ ଅନାଡ଼ମ୍ବର ସାଧନାରେ ଯେଉଁମାନଙ୍କର ନିଷ୍ଠା ନାହିଁ, ସେମାନେ ବଡ଼ ବଡ଼ ସାଧନ କରିବାକୁ କେଉଁ ସାହସରେ ବାହାରନ୍ତି? ବହୁତ ପୁସ୍ତକ ପାଠ କରି ଏତେ ଗୁଡ଼ିଏ ଆଧ୍ୟାତ୍ମିକ ପରିଭାଷାର ଜ୍ଞାନ ହେଲେ ହେଲା ନାହିଁ। ସେଗୁଡ଼ିକ ନିଜ ଜୀବନରେ ଉଠାଯାକ ହେବ। ନିଜେ ଯଦି ନିଜର ଚିକିତ୍ସା କର, ତେବେ ଆଉ ପୃଥକ ଗୁରୁତ୍ୱର ପ୍ରୟୋଜନ କେଉଁଠାରେ? ନିଜର ଅଭାବ କ'ଣ, ଦୈନ୍ୟ କ'ଣ, ସେସବୁ ଶ୍ରୀଗୁରୁଦେବଙ୍କର ନିକଟରେ ଜଣାଇବାକୁ ହେବ। ଶ୍ରୀଗୁରୁଦେବ ଅବସ୍ଥା ବୁଝି ତହିଁର ବ୍ୟବସ୍ଥା କରିବେ। ତା ନହେଲେ ନିଜର ବ୍ୟବସ୍ଥା ନିଜେ କରିବାକୁ ଗଲେ ପଦେ ପଦେ ପ୍ରତାରିତ ବିଳମ୍ବିତ ହେବ। ତୁମମାନଙ୍କୁ ମୁଁ ସବୁବେଳେ କହୁଛି, ସତ୍ୟ ଲାଭର ଦୁଇଟି ଚିରନ୍ତନ ପନ୍ଥା, ଗୋଟିଏ କଠୋର ସନ୍ନ୍ୟାସ ଯୁଗ, ଅପରଟି ପ୍ରଭାବୀ ଗୁରୁଙ୍କର ସେବା। କଠୋର ସନ୍ନ୍ୟାସ ଯୁଗର ସାଧନା ବର୍ତ୍ତମାନ ଯୁଗର ମନୁଷ୍ୟଙ୍କ ପକ୍ଷରେ କଠିନ ବୋଲି ମୁଁ ତୁମମାନଙ୍କୁ ସେବା ପଥ ଦେଖାଇ ଦେଇଛି। ସନ୍ନ୍ୟାସର ଲକ୍ଷ୍ୟ ଯେଉଁ ବ୍ରହ୍ମଜ୍ଞାନ, କେବଳ ଗୁରୁ ସେବା ଦ୍ୱାରା ତୁମମାନଙ୍କର ତା ଲାଭ ହେବ। ଏଇଥିପାଇଁ କଠିନ ସାଧନ ଭଜନର ଆଉ ପ୍ରୟୋଜନ ନାହିଁ। ତେବେ ଯଦି କୁହ ଠାକୁର, ଆପଣ ଏତେ ତୁଚ୍ଛ ସାଧନ ଭଜନ କଲେ କାହିଁକି? ତାର ଉତ୍ତରରେ ମୁଁ କହୁଛି, ଶୁଣ, ଠାକୁର ଏତେ ସାଧନ ଭଜନ କରିଛନ୍ତି ବୋଲି ତ ତୁମମାନଙ୍କୁ ଆଉ ପୃଥକ ଭାବରେ ସାଧନ ଭଜନ କରିବାକୁ ହେବ ନାହିଁ। ଠାକୁରଙ୍କ ସାଧନ ଭଜନ ଦ୍ୱାରା ତୁମମାନଙ୍କର ସାଧନ ଭଜନ ହୋଇଛି। ଯେ ଯାହାକୁ ସୁଖ ପାଆନ୍ତି, ଭଜନ କରନ୍ତି, ତାଙ୍କଠାରେ ତାଙ୍କର ଗୁଣରାଜି ଅଲକ୍ଷ୍ୟରେ ସଂକ୍ରମିତ ହୋଇଯାଏ। ସେହି ହିସାବରେ ତୁମେମାନେ ଯଦି ମୋତେ ସୁଖ ପାଅ, ଭଜନ କର, ତେବେ ମୋ ପ୍ରୀତି ନିମିତ୍ତ କର୍ମ କରିଯାଅ, ତାହେଲେ ମୋର ସମସ୍ତ ଗୁଣରାଜି, ସମସ୍ତ ସାଧନ ଭଜନର ଫଳ ତୁମମାନଙ୍କ ଭିତରେ ସଂକ୍ରମିତ ହେବ। ଏଥିପାଇଁ ମୁଁ ପୂର୍ବରୁ ତୁମମାନଙ୍କୁ କହି ଆସୁଛି ଯେ ତୁମେମାନେ ମୋର ଏ ପାରର କର୍ମଭାର ନିଅ, ମୁଁ ତୁମମାନଙ୍କର ପରପାରର ଭାର ନେବି। ସାଧନ ଭଜନ କରି ତୁମ ଠାକୁରଙ୍କର ଯେଉଁ ଗତି ହେବ, ବିନା ସାଧନ ଭଜନରେ କେବଳ ତାଙ୍କ ପଦାଙ୍କ ଅନୁସରଣ କରି, କେବଳ ତାଙ୍କ ଆଦେଶ ପ୍ରତିପାଳନ କରି ତୁମମାନଙ୍କର ମଧ୍ୟ ସେହି ଗତି ହେବ। ମୋର ଏ ଆଶ୍ୱାସ ବାଣୀ ଶୁଣି ମଧ୍ୟ ଯେଉଁମାନଙ୍କର ପ୍ରାଣରେ ସ୍ୱତନ୍ତ୍ର ସାଧନ ଭଜନର ପ୍ରବଳ ବିକାଶ ଜାଗି ଉଠିବ, ସେମାନେ ଦୃଢ଼ ନିଷ୍ଠା ସହକାରେ ସାଧନ ଭଜନରେ ଲାଗି ପଡ଼ନ୍ତି। କିନ୍ତୁ ମୁଁ ଜାଣେ, ଅଭିମାନ ବଶରେ କିମ୍ବା ଉତ୍ତେଜନାର ଆବେଗରେ ସାଧନ ଭଜନରେ ପ୍ରକୃତ ହେଲେ ଆଦୌ ଫଳ ହୁଏ ନାହିଁ। ଗୁରୁ ନିର୍ଦ୍ଦିଷ୍ଟ ପନ୍ଥା ଛାଡ଼ିଦେଇ ଦମ୍ଭ ଅହଙ୍କାରପୂର୍ଣ୍ଣ ଚିତ୍ତରେ ସାଧନ ଭଜନ କଲେ କେହି କୌଣସି ଦିନ ସୁଫଳ ଲାଭ କରିପାରନ୍ତି ନାହିଁ। ଗୁରୁଦେବଙ୍କର ବିରୁଦ୍ଧାଚରଣ କଲେ ସମଗ୍ର ପ୍ରକୃତି ତାଙ୍କୁ ଏପରି ଭାବରେ ବାଧା ଦେବ ଯେ ତାଙ୍କ ଅଗ୍ରଗତି ଚିରକାଳ ପାଇଁ ରୁଦ୍ଧ ହୋଇଯିବ। ପୁଣି ଦୁର୍ଦ୍ଦମନୀୟ ପ୍ରାରବ୍ଧ କାହାକୁ କେଉଁ ଆଡ଼କୁ ଟାଣି ନେବ
ତାହାର ଠିକଣା ନାହିଁ। ଆଜି ହୁଏତ ଉତ୍ତେଜନା ବା ଅଭିମାନ ବସରେ ସାଧନ ଭୋଜନ କରି କିଛି ଦୂର ଉଠିଗଲ, କିନ୍ତୁ ପର ମୁହୂର୍ତ୍ତରେ ଏପରି ବାଧା ଓ ଏପରି ଅନ୍ତରାୟ ଆସି ଉପସ୍ଥିତ ହେବ ଯେ ମୁହୂର୍ତ୍ତକ ମଧ୍ୟରେ ତୁମେ କେଉଁ ରସାତଳକୁ ଚାଲିଯିବ, ତାର ଠିକଣା ରହିବ ନାହିଁ। ଏଇଥିପାଇଁ ସାଧନ ପଥରେ ଆତ୍ମ ଅଭିମାନ ଓ ଅହଙ୍କାର ସାଧକଙ୍କର ପ୍ରବଳ ପରିପନ୍ଥୀ। କେବଳ ଆଧ୍ୟାତ୍ମିକ ଜଗତ ବୋଲି ମୁଁ କହୁନାହିଁ, ବୈଷୟିକ ଜଗତରେ ଆତ୍ମାଭିମାନ ପ୍ରସୂତ କାର୍ଯ୍ୟରେ ଫଳ ଅଧିକ ଦିନ ସ୍ଥାୟୀ ହୁଏ ନାହିଁ। ଟାଇଟାନିକ ଜାହାଜ ନିର୍ମାଣ କରି ଇଂରେଜ ଜାତି ମନେ କଲେ ଏପରି ଜାହାଜ ଆଉ କେଉଁଦିନ ନିର୍ମାଣ କେହି କରିପାରିବେ ନାହିଁ। ସେମାନେ ସ୍ପଷ୍ଟ ଭାବରେ ଘୋଷଣା କଲେ ଯେ ଘଣ୍ଟେ 16 ବରଂ ପାଣିରେ ବୁଡ଼ି ଯାଇପାରେ, କିନ୍ତୁ ଏ ଟାଇଟାନିକ ନିମଜ୍ଜନ ଅସମ୍ଭବ। ଭଗବାନ ସେମାନଙ୍କର ଏ ଅହଙ୍କାର ରଖିଲେ ନାହିଁ। ପ୍ରଥମ ଯାତ୍ରାରେ ହିଁ ସେମାନଙ୍କର ସବୁ ଅଭିମାନ ଶୂନ୍ୟୀଭୂତ ହୋଇ ସେ ଜାହାଜଟି ଜଳଭଗ୍ନ ହୋଇଗଲା। ଅଭିମାନ ବଶରେ ସାଧନ ଭଜନର ଦଶା ମଧ୍ୟ ଠିକ୍ ଏହିପରି ଜୟ।
जय महापुरुष प्रसंग संघ सेवक द्वादश भाग चतुर्थ संख्या पूर्वर वर्णित होइछि जे नलिनीकांत बाबा ख्याबांकर आदेश वीर साधना सिद्धि लाभ कले एवं महाशक्ति निजर मनोमय रूप दर्शन लाभ कर धन्य होते विधानसभा रूप दर्शन कले महापुरुषंकर साधना सहित समग्र हिंदू धर्मर शास्त्रीय साधना किभली अंतर्निहित ताहार किंचित आलोचना प्रयोजन। हिंदू शास्त्र जो वेद से वेदर मूलमंत्र हेउछि एक नेवा द्वितीय द्वितीय नहीं एक छड़ा दुई नहीं वेद कहूछि ब्रह्म आत्मा और भगवान एक एवं अद्वितीय। तेरे ब्रह्म आत्मा भगवान ये तीनोटी होची ब्रह्मंकर तीनोटी अवस्था जेमती जल बरफ एवं बाष्प गोटे जिनिस रूपांतरित होई तीनोटी अवस्था क्रिया करुछि सेहीपरि एक ब्रह्म सेही ब्रह्म आत्मा भगवान एक एवं अद्वितीय। ज्ञानी माने जानतु ब्रह्म कहती योगी माने कहती आत्मा एवं सही आत्मस्वरूप हेउछि भक्त मानकर भगवान कारण जीव ब्रह्मंकर जीवकण बा अंश विशेष। यही कारण
जीव सच्चिदानंद ब्रह्मंकर नित्य दास हेले स्वरूपत अग्नि और स्फुलिंग सागर और तरंग आकाश और घटाकाश सदृश भिन्न हुई अभिन्न जेपरी जल एवं तार तरंग अलग किंतु एक जिनिस जलर तरंग घटाकाश और आकाश आकाश गोटे घट भितर आबद्ध रही कहते घटाकाश से आकाश एवं बाहर आकाश एक एवं अभिन्न अग्नि एवं तार स्फुलिंग एक एवं अभिन्न यही ब्रह्मंकर पुणी दुईटी विभाग ब्रह्म एक हेले दुईटी विभाग सगुण एवं निर्गुण सगुण ब्रह्म सृष्टि समष्टि व्यष्टि भेदरे दुई भाव में प्रतीयमान होती सगुण ब्रह्म हेले ब्रह्मांडर प्रकृति और पुरुषात्मक समष्टि महाशक्ति वो जीव व्यष्टि महाशक्ति तेणु सगुण ब्रह्म जो दुई भाव विभक्त ताहा प्रकृति एवं पुरुष तेणु जीव निजर स्वरूप उपलब्धि कला मात्रे तार ब्रह्मानुभूति व आत्मज्ञान लाभ हुए अर्थात भगवत प्राप्ति सुतरां निजर स्वरूप दर्शन को भगवत दर्शन व कृष्ण दर्शन कहुए श्री गुरुदेव कृपार यही स्वरूप दर्शन संभवपर होता है यह ही आत्मज्ञान प्रदान तेणु गुरु पाखे आम आत्मज्ञान प्राप्ति भिक्षा प्राप्ति आत्मज्ञान प्रदान तस्मै श्री गुरवे नमः ये आत्मज्ञान प्रदान अर्थात आमर स्वरूप ठाकुर आमको प्रदान करती भगवान को देखे दिखती आमर स्वरूप हूँ भगवान तेणु से भगवत दर्शन हूँ आत्मज्ञान प्रदान बा स्वरूप दर्शन सुतरां निजर स्वरूप दर्शन को भगवत दर्शन बा इष्ट दर्शन कहुए श्री गुरुदेव कृपार यही स्वरूप दर्शन संभवपर होता है तेणु गुरु को बिना भगवान को कई दर्शन कराई पारती ना यह ही आत्मज्ञान प्रदान तेणु भगवान बाहर वस्तु नुहति अंतर मंदिर में दर्शन मिलता है भगवान सर्वत्र विद्यमान थे प्रत्येक अंतकरण हृदय में से विराजमान था निज अंतर मंदिर निज अंतर मंदिर में श्री गुरुदेव प्रदत्त ज्ञान चक्षु साहाय्य दर्शन संभव होता है जेपरी चषमा पिंधे आवर चक्षु खोली जाए आम दर्शन शक्ति स्पष्ट हो जाए से भाव में जो दिव्य चक्षु से आत्मज्ञान रूपक दिव्य चक्षु गुरुंकर कृपार लाभ होता है निज अंतर मंदिर में श्री गुरुदेव प्रदत्त ज्ञान चक्षु साहाय्य दर्शन संभवपर होता है अंतर मंदिर बाहर आविर्भाव घटे समष्टि जगत में जहाँ नित्य वर्तमान व्यष्टि जीवदेह ताहार अंश बा बीज विद्यमान थिबारु साधना द्वारा लाभ करने संभव करुटी तेणु समग्र विश्व जगत में जहाँ अच्छी ताहा देह अन्न भितर अच्छी पिंड ब्रह्मांड एकमत जाना ही ये ब्रह्मांड आम देह भितर विद्यमान अच्छी किंतु ये बीज सद्गुरुंकर व्यतीत अन्य कहीं प्रदान करपारती नहीं कले से मंत्र कौन फललाभ हो पारे ना जेभली वृक्ष बीज मध्य अंतर्निहित थाए किंतु बीज को कर्तन कले से वृक्ष बाहर ना
ତାକୁ ଅନୁରୂପ ଅବସ୍ଥାରେ ଉପଯୁକ୍ତ ଜଳବାୟୁତାପନ ଯେପରି ବୀଜ ଅଙ୍କୁରିତ ହୋଇ ବୃକ୍ଷରେ ପରିଣତ ହୁଏ, ସେହିଭଳି ଭାବରେ ଗୁରୁ ପ୍ରଦାନ କରନ୍ତି ଏକ ବୀଜ ମନ୍ତ୍ର। ସେ ମନ୍ତ୍ରର ସାଧନ ପ୍ରଣାଳୀ ଗୁରୁଙ୍କ ନିର୍ଦ୍ଦେଶରେ କ୍ରିୟା କଲେ ସେଥିରୁ ନିଜର ସ୍ୱରୂପ ଉପଲବ୍ଧି ହୁଏ। ନଳିନୀକାନ୍ତ ସ୍ୱପ୍ନରେ ଠାକୁର ଯେତେବେଳେ ସାଧନ କରୁଥିଲେ, ତାଙ୍କର ନାମ ଥିଲା ନଳିନୀକାନ୍ତ। ସେ ନଳିନୀକାନ୍ତ ସ୍ୱପ୍ନରେ ବୀଜ ମନ୍ତ୍ର ଲାଭ କଲେ ତାଙ୍କ ଗୁରୁଙ୍କ ଠାରୁ, ଏବଂ ଗୁରୁ ମହାଗୌର ସାଧକ ବାମାକ୍ଷେପା ତାଙ୍କୁ ସେହି ମନ୍ତ୍ରର ସାଧନା ପ୍ରଣାଳୀ ପ୍ରଦର୍ଶନ କରିଥିଲେ। ବାମାକ୍ଷେପାଙ୍କର ନିର୍ଦ୍ଦେଶରେ ନଳିନୀକାନ୍ତର ମନ୍ତ୍ର ଜପ ପ୍ରଣାଳୀ ଅନୁସାରେ ଜପରେ ନିଯୁକ୍ତ ହେଲେ। ଜୀବ ସେହି ଅନ୍ତରସ୍ଥିତ ମହାଶକ୍ତିଙ୍କର ଦର୍ଶନ ଲାଭ କଲେ। ସେତେବେଳେ ସେ ନିଜର ଶକ୍ତିକୁ ବାହାରେ ମନୋମୟ ଦେବୀ ରୂପରେ ଦର୍ଶନ କରିଥାନ୍ତି। ତାହା ହିଁ ଜୀବର ସ୍ୱରୂପ ଦର୍ଶନ। ତତ୍ପରେ ସେହି ମହାଶକ୍ତିଙ୍କର ସହିତ ନିଜକୁ ଅଭିନ୍ନ ବୋଧ କଲେ ସାଧକଙ୍କର ସଗୁଣ ବ୍ରହ୍ମତ୍ୱ ବା ମହାଶକ୍ତିଙ୍କର ସ୍ୱରୂପତ୍ୱ ଲାଭ ହୋଇଥାଏ। ତେଣୁ ଦେବୀ ବର ପ୍ରଦାନ କରିବା ପରେ ନଳିନୀକାନ୍ତଙ୍କୁ କହିଲେ, ତୁମେ ମୋ ସ୍ୱରୂପ ପ୍ରାପ୍ତ ହୁଅ। ଯେଉଁମାନେ ମୋ ଭକ୍ତଙ୍କର ଥରେ ମାତ୍ର ପୂଜା କରିବେ, ସେମାନେ ମୋ ପୂଜାଠାରୁ କୋଟି ଗୁଣ ଫଳ ଲାଭ କରିପାରିବେ। ସାଧକ ସଗୁଣ ବ୍ରହ୍ମତ୍ୱ ଲାଭ କଲା ପରେ ନିର୍ଗୁଣ ବ୍ରହ୍ମଙ୍କର ସ୍ୱରୂପତ୍ୱ ଲାଭ କରିପାରିଲେ ସାଧନାର ଚରମ ଉପଲବ୍ଧି ଘଟିଥାଏ। ଏହା ହିଁ ଶାସ୍ତ୍ରର ଶେଷ ସିଦ୍ଧାନ୍ତ। ଏଇଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଶକ୍ତି ଲାଭ ପରେ ଶକ୍ତିମାନ ବା ଶିବ ତତ୍ତ୍ୱରେ ପ୍ରତିଷ୍ଠିତ ହେବାକୁ ପଡ଼େ। ଏହି ଶିବ ତତ୍ତ୍ୱ ହିଁ ନିର୍ଗୁଣ ସତାର ପ୍ରତୀକ। ଏହା ହିଁ ଗୁରୁ। ନିର୍ଗୁଣ ବ୍ରହ୍ମଙ୍କର ଗୁଣ ନାହିଁ, ଏଭଳି ଧାରଣା ଠିକ୍ ନୁହେଁ। ନିର୍ଗୁଣ ବୋଲେ ଆମେ ସାଧାରଣ ଭାବୁ ଗୁଣବିହୀନ, ନା, ତାହା ଠିକ୍ ନୁହେଁ। ନିର୍ଗୁଣ ଅର୍ଥାତ୍ ଗୁଣର ନିଶ୍ଚେଷ୍ଟ ଅବସ୍ଥା ବା ନିଷ୍କ୍ରିୟ ଅବସ୍ଥା। କାରଣ ଯାହା ବ୍ରହ୍ମଙ୍କଠାରେ ଅବ୍ୟକ୍ତ ଅବସ୍ଥାରେ ନାହିଁ, ତାହା ପୁଣି ବ୍ୟଷ୍ଟିକୁ ଆସିବ ବା କେଉଁଠାରୁ? ଯେଉଁ ଗୁଣ ନିଜ ଭିତରେ ନାହିଁ, ତା ବୃକ୍ଷରେ କିଭଳି ଭାବରେ ଦେଖାଦେବ? ତେଣୁ ଆମ ସମସ୍ତଙ୍କର ଭିତରେ ସେହି ଗୁଣ ହିଁ ବିଦ୍ୟମାନ ଅଛି। ଯାହା ନାହିଁ ତାହାର ଅସ୍ତିତ୍ୱ ଦର୍ଶନ ସମ୍ଭବପର ନୁହେଁ। ଯେପରି କେହି କୌଣସି ବିଷୟ ବ୍ୟକ୍ତ କରିବା ପୂର୍ବରୁ ତାହା ତାଙ୍କଠାରେ ଅବ୍ୟକ୍ତ ଅବସ୍ଥାରେ ଥାଏ। ଜ୍ଞାନ ଆମ ଭିତରେ ଅଛି ଅବ୍ୟକ୍ତ ଅବସ୍ଥାରେ। ଯେତେବେଳେ ଆମେ ତାକୁ ବ୍ୟକ୍ତ କରୁ, ତାହା ପରିପ୍ରକାଶ ହୁଏ। ବାକ୍ୟ ଉଚ୍ଚାରଣ କିମ୍ବା ଗାନ କରିବା ବେଳେ ତାହା ବ୍ୟକ୍ତ ହୋଇଥାଏ। ଉଦାହରଣ ସ୍ୱରୂପ ଗୋଟିଏ ଦିଆସିଲି କାଠିକୁ ନରାଗ୍ନି ବା ଅଗ୍ନିଶଳାକା କିଛି କୁହା ନ କଲେ ମଧ୍ୟ ଏଥିରେ କିନ୍ତୁ ଯେ ଅଗ୍ନିର ଅଭାବ ଅଛି ତାହା କୁହାଯାଇପାରିବ ନାହିଁ। ଦିଆସିଲି କାଠିକୁ ଆମେ କହିପାରୁନି ଗୋଟେ ଅଗ୍ନିର ଶଳାକା ବା ଅଗ୍ନିର ପ୍ରଜ୍ୱଳିତ ବସ୍ତୁ। ଦିଆସିଲି କାଠି ଭିତରେ ଅଗ୍ନି ଅବ୍ୟକ୍ତ ଭାବରେ ଅଛି, କିନ୍ତୁ ସେହି ଅଗ୍ନି ଯେତେବେଳେ ଘର୍ଷିତ ହୁଏ ଦିଆସିଲି ପେଡ଼ି ମଧ୍ୟରେ, ସେତେବେଳେ ଅଗ୍ନିର ସ୍ପଷ୍ଟ ଦର୍ଶନ ହୁଏ, ବିକାଶ ହୁଏ। ଏହା ଅଗ୍ନିର ନିଶ୍ଚେଷ୍ଟ ଅବସ୍ଥା। ଦିଆସିଲି କାଠିରେ ଥିଲା ମଧ୍ୟ ସେହି ସମୟରେ ଅଗ୍ନିର ତାହା ନିଶ୍ଚେଷ୍ଟ ଅବସ୍ଥା। ନିର୍ଗୁଣ ବ୍ରହ୍ମଙ୍କର ଅବସ୍ଥା ମଧ୍ୟ ଠିକ୍ ସେଇଭଳି। ତେଣୁ ତାହା ଅନୁଭବ କରନ୍ତି। ଦର୍ଶନ କରିବାକୁ ହେଲେ ସେହି ଶକ୍ତି ସଗୁଣ ହୋଇ ଅନ୍ତରରେ ଯେଉଁ ମୂର୍ତ୍ତିରେ ଦର୍ଶନ ଦେଲେ ମଧ୍ୟ ସେହି ଦର୍ଶନକୁ ଭଗବତ ଦର୍ଶନ ବା ଇଷ୍ଟ ଦର୍ଶନ କୁହାଯାଏ। ତେଣୁ ସଗୁଣ ବ୍ରହ୍ମଙ୍କୁ ଦର୍ଶନ କରିବା ପରେ ନିର୍ଗୁଣ ବ୍ରହ୍ମଙ୍କର ଅନୁଭୂତି ଲାଭ ହୋଇଥାଏ। ଏଇଥିପାଇଁ ଯେଉଁ ମହାପୁରୁଷ ନିର୍ଗୁଣ ଅବସ୍ଥାରେ ଅବସ୍ଥାନ କରି ସଗୁଣକୁ ଉପଲବ୍ଧି କରୁଛନ୍ତି, ତାଙ୍କୁ ସଦ୍ଗୁରୁ କୁହାଯାଏ। ତେଣୁ ସଦ୍ଗୁରୁ ଉଭୟ ସଗୁଣ ଏବଂ ନିର୍ଗୁଣ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ବର୍ତ୍ତମାନ ଜ୍ଞାନର ଚର୍ଚ୍ଚା ଆଦର୍ଶ ବା ପୂର୍ଣ୍ଣ ନୁହେଁ, କାରଣ ଏହା କେବଳ ନିର୍ଗୁଣକୁ ଲକ୍ଷ୍ୟ କରିଥାଏ। କିନ୍ତୁ
गुण सगुणर गुण अवलोकर अवस्था जो ज्ञान द्वारा लाभ हुए ताहा ही यथार्थ ज्ञान आलोचना। जो माने निर्गुण ब्रह्म और भावलोक उभय को ज्ञात हो ज्ञान लाभ करती से मैंने ही स्वरूप प्राप्त हो। नलिनीकांतर शक्ति साधनार विवरण आलोचना कले जनाଯିव जे तांकर साधना किभଳି प्राणवंत और शास्त्रीय विधिभूमि उपरे प्रतिष्ठित। जो साधना जीव प्राणर वस्तु लाभ करता है, जो साधना मानव इह जगत रही शांतिर सरस मधुर परस अनुभव करे। नलिनीकांत से साधना मन प्राण समर्पण कर चिता उपरे उपवेशन पूर्वक अंतर ध्यान तन्मय हेले। बाहर कौन वृत्ति ना अथच साधक साकार ध्यान रत हो से निराकार देवींकर मंत्र स्मरण में तन्मय हो काली नामर जय उच्चारण करने लगिगले। यही अंतर दर्शन जे बाहिक दर्शन ठारू श्रेष्ठ से संबंध में महात्मा रामप्रसाद तांकर गोटे संगीत लिखिं। जय गुरु। Devo
ଆସନ୍ତାକାଲି ପାଇଁ Thank you.